ରକ୍ଷାବନ୍ଧନର ରହସ୍ୟ। ରକ୍ଷାବନ୍ଧନ ଦିନରେ ଭଉଣୀ ନିଜ ଭାଇର ହାତରେ ରାକ୍ଷୀ ବାନ୍ଧି ତାହାର ଦୀର୍ଘ ଜୀବନ, ସୁଖ ଓ ସମୃଦ୍ଧି କାମନା କରେ। ଭାଇ ମଧ୍ୟ ଭଉଣୀର ସୁରକ୍ଷା ଓ ସମ୍ମାନର ପ୍ରତିଶ୍ରୁତି ଦିଏ। କିନ୍ତୁ ଏହି ରାକ୍ଷୀ ପରମ୍ପରାର ଆରମ୍ଭ କିପରି ହେଲା, ଆସନ୍ତୁ ଜାଣିବା ରକ୍ଷାବନ୍ଧନ ସହ ଜଡ଼ିତ ପ୍ରସିଦ୍ଧ ପୌରାଣିକ କାହାଣୀ। ପୁରାଣରେ ବର୍ଣ୍ଣିତ କଥା ଅନୁସାରେ ଦେବତା ଓ ଅସୁରମାନଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ହୋଇଥିଲା। ଯୁଦ୍ଧରେ ଦେବତାମାନେ ଅସୁରମାନଙ୍କ ଆକ୍ରମଣରେ ଦୁର୍ବଳ ହୋଇପଡ଼ିଥିଲେ। ଦେବରାଜ ଇନ୍ଦ୍ର ମଧ୍ୟ ଚିନ୍ତିତ ହୋଇପଡ଼ିଥିଲେ। ସେତେବେଳେ ଇନ୍ଦ୍ରଙ୍କ ପତ୍ନୀ ଶଚୀଦେବୀ ତାଙ୍କ ସ୍ୱାମୀଙ୍କ ବିଜୟ ଓ ସୁରକ୍ଷା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କଲେ। କୁହାଯାଏ, ଶଚୀଦେବୀ ଏକ ପବିତ୍ର ସୂତା ଇନ୍ଦ୍ରଦେବଙ୍କ ହାତରେ ବାନ୍ଧିଥିଲେ। ଏହି ପବିତ୍ର ସୂତାକୁ ରାକ୍ଷୀର ପ୍ରତୀକ ଭାବେ ଗ୍ରହଣ କରାଯାଇଥିଲା। ତାପରେ ଦେବରାଜ ଇନ୍ଦ୍ର ଯୁଦ୍ଧକ୍ଷେତ୍ରକୁ ଯାଇ ଅସୁରମାନଙ୍କ ବିରୁଦ୍ଧରେ ଯୁଦ୍ଧ କରି ବିଜୟୀ ହୋଇଥିଲେ। ରାକ୍ଷୀ କେବଳ ଏକ ସୂତା ନୁହେଁ, ଏହା ବିଶ୍ୱାସ, ମଙ୍ଗଳ କାମନା, ସ୍ନେହ ଓ ସୁରକ୍ଷାର ପ୍ରତୀକ। ରକ୍ଷାବନ୍ଧନ ସହ ଜଡ଼ିତ ଆଉ ଏକ ଲୋକପ୍ରିୟ କାହାଣୀ ହେଉଛି ଶ୍ରୀକୃଷ୍ଣ ଓ ଦ୍ରୌପଦୀଙ୍କ କାହାଣୀ। କୁହାଯାଏ, ଥରେ ଶ୍ରୀକୃଷ୍ଣଙ୍କ ଆଙ୍ଗୁଠିରେ ଆଘାତ ଲାଗି ରକ୍ତ ବାହାରିଥିଲା। ଦ୍ରୌପଦୀ ଏହା ଦେଖି ନିଜ ଶାଢ଼ୀରୁ କିଛି କପଡ଼ା ଚିରି ଶ୍ରୀକୃଷ୍ଣଙ୍କ ଆଙ୍ଗୁଠିରେ ବାନ୍ଧି ଦେଇଥିଲେ। ଦ୍ରୌପଦୀଙ୍କ ଏହି ନିଷ୍କପଟ ସ୍ନେହକୁ ଶ୍ରୀକୃଷ୍ଣ ଭୁଲି ନଥିଲେ। ପରେ ମହାଭାରତରେ ଯେତେବେଳେ ଦ୍ରୌପଦୀ ଅପମାନର ସମ୍ମୁଖୀନ ହୋଇଥିଲେ, ଶ୍ରୀକୃଷ୍ଣ ତାଙ୍କ ଲଜ୍ଜା ନିବାରଣ କରିଥିଲେ। ଏଥିରୁ ଜଣାଯାଏ, ସତ୍ୟ ସ୍ନେହ କେବେ ବ୍ୟର୍ଥ ଯାଏ ନାହିଁ। ଆଜିର ସମୟରେ ଭାଇ ଓ ଭଉଣୀ ହୁଏତ ଅଲଗା ସହରରେ ରହୁଛନ୍ତି, କେହି ଦୂର ଦେଶରେ ଅଛନ୍ତି, ଆଉ କେହି ନିଜ କାମରେ ବ୍ୟସ୍ତ। କିନ୍ତୁ ରକ୍ଷାବନ୍ଧନ ଆସିଲେ ମନେ ପଡ଼ିଯାଏ ପିଲାଦିନର ସେହି ଦିନଗୁଡ଼ିକ। ଭାଇ ଭଉଣୀଙ୍କ ଛୋଟ ଛୋଟ ଝଗଡ଼ା, ପରସ୍ପରକୁ ଚିଡ଼ାଇବା, ପୁଣି କିଛି ସମୟ ପରେ ଏକାଠି ହୋଇଯିବା, ଏସବୁ ହିଁ ତ ଭାଇ ଭଉଣୀର ସମ୍ପର୍କକୁ ଏତେ ସୁନ୍ଦର କରିଥାଏ। ରାକ୍ଷୀ ବାନ୍ଧିବା ସମୟରେ ଭଉଣୀ କେବଳ ଭାଇର ହାତରେ ସୂତା ବାନ୍ଧେ ନାହିଁ, ସେ ବାନ୍ଧେ ନିଜର ସ୍ନେହ, ବିଶ୍ୱାସ ଓ ଭଲ ପାଇବା। ଆଉ ଭାଇ କେବଳ ଉପହାର ଦେଇନଥାଏ, ସେ ଦିଏ ଭଉଣୀର ସୁଖ, ସମ୍ମାନ ଓ ସୁରକ୍ଷା ପାଇଁ ନିଜର ଭଲ ପାଇବା ଓ ସହଯୋଗର ପ୍ରତିଶ୍ରୁତି।